ମହାଶୟ ଆସିଲଣି କାଲିକି କଥାବସ୍ଥା ଦେଖିବା କଣ
विघ्न निहंते आसु सर्वसिद्धि पूर्व भवं तद विष्णु परमपद सदा पश्यन्ति सुरति विवथ घ्राततं त्रयम्बक ददामहे सुगन्धिं पुष्टिवर्धन गुरुवारूपं विवबन्धनात् मृत्यु मुख्यम् अमृतक नमः शिवाय माता तो शारदा देवी पिता तो परमेश्वर साक्षात् कमला देवी मां वाक्य देवी नमस्तुते जबा कुसुम संकाश काश्यपे महादीप्ति धन्तरि सर्व पाप भक्तः पुष्मि दिवाकर हरि हे हरि हे हरि हे सविता रथेना यवजाति भुवनानि पश्यन् नमो ब्रह्मण्य देवाय गो ब्राह्मण्य हिताय च जगत हिताय कृष्णाय गोविन्दाय नमो नमः जगदा नंदा कालिका तो कामु कालिका मागुची देई पारिबो कि चक्र पानी देई पारिबो कि चक्र पानी देई पारिबो कि चक्र पानी भागवत गीता चैतन्य सीता भागवत गीता चैतन्य सीता भागवत गीता चैतन्य सीता भागवत गीता चैतन्य सीता केते बंध लेला पानी आहे चक्र पानी आहे चक्र पानी आहे चक्र पानी आहे चक्र पानी मेरे जेऊ ब्रह्मज्ञान मृत सुखे देई थिला जीवदान मृत सुखे देई थिला जीवदान मृत सुखे देई थिला जीवदान हे दिन एका मेरे जेऊ ब्रह्मज्ञान मृत सुखे देई थिला जीवदान मृत सुखे देई थिला जीवदान मृत सुखे देई थिला जीवदान हमरा परीक्षित हेला विपरीत हमरा परीक्षित हेला विपरीत पानी पारू नाही चक्र पानी आहे चक्र पानी आहे चक्र पानी आहे चक्र पानी आहे निज निजर आसन ग्रहण करिनियो स्थान संरक्षण करिनियो जागा बाछि नियो संस्कृति संपन्न खोर्धा जिलाए यही खोर्धा जिलार आर्यग्राम देवग्राम पवित्र पावन ग्राम नुआपड़ा ग्रामर ग्रामवासी मानकर आनुकूल्य सहयोग प्रचेष्टार अर्थ अपचय जो पंच दिनात्मक नामयज्ञ विदग्ध कला पाला कलार आयोजन करा
ଆଜି ହେଉଛି ତାର ଦ୍ୱିତୀୟ ରଜନୀ। ଆମ୍ଭମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ, ଦ୍ୱିତୀୟ ସ୍ତବକ, ଦ୍ୱିତୀୟ ଅଧିବେଶନ, ଦ୍ୱିତୀୟ ଥାକ, ଦ୍ୱିତୀୟ ପାଳି ପାଲା। ପୁଅ ପାଲାବାଲା ଆଜି କଣ ବିଷୟ କରୁଥିଲେ? ବହୁତ ଭଲ ହେଲା ବୋଧେ, ଲୋକ ପଳେଇଲେ ଅଧାରୁ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ମୁଁ ଆପଣମାନଙ୍କ ନିକଟରେ ସେଇ ରଥ ଶର୍ମାଙ୍କର ଗୋଟିଏ ପଦ ସୂଚନା ଦେଇଛି ଯେ ଏ ଦୁନିଆ କଣ। ହେ ବିଶ୍ୱ ଚିନ୍ତାମଣି, ହେ କଲ୍ୟାଣ କଳ୍ପଦ୍ରୁମ, ଆମେ ତ ଆଜିକାର ପିଲା। ତେଣୁକରି ସେ କହିଲେ ଆଜିର ଟୋକା ମୁଁ ଆଜି ତାଲିକା ମାଗୁଛି। ହେ ମହାପ୍ରଭୁ, ଆପଣ ତାଲିକା ଦେଇପାରିବେ? ନା ସେଦିନ ଏକାମ୍ରେ ଯେଉଁ ବ୍ରହ୍ମ ଜ୍ଞାନ, ଆପଣ ସମୀକ୍ଷାରୁ କହିବି ତାର ନିର୍ଯାସ। ରଥ ଶର୍ମା କହିଲେ ସେଦିନ ଏକାମ୍ର କାନନରେ ଯେଉଁ ବ୍ରହ୍ମ ଜ୍ଞାନ ଭଗବାନ ଶଙ୍କର ଶୁଣେଇଲେ ପାର୍ବତୀଙ୍କି, ପଣ୍ଡିତେ ମଲା ଶୁଆ ପକ୍ଷୀଟିଏ ସେ ଜୀବଦାନ ପାଇଲା ନା ପାଇନି? ଯେଉଁ ବ୍ରହ୍ମ ଜ୍ଞାନ ଶ୍ରବଣ କରିବା ପରେ ମୃତ ଶୁକ ପକ୍ଷୀ ଜୀବଦାନ ପାଇଲା ବେଳେ ସେଇ ବ୍ରହ୍ମ ଜ୍ଞାନ ଗଙ୍ଗା ନଦୀ କୂଳରେ ଯେତେବେଳେ କହିଲେ ଶୁକ ମହାରାଜା ପରୀକ୍ଷିତକୁ, ସିଏ ଜିଅନ୍ତା ଲୋକ କାହିଁକି ମଲେ ରେ? ତାହେଲେ ସେ ମଲା ଲୋକ ବଞ୍ଚିଲା? ମଲା ପକ୍ଷୀଟିଏ ଭାଗବତ ଶୁଣିକି ବଞ୍ଚିଲା? ଏଠି ସାର୍ ବଞ୍ଚିବା ଲୋକଟା ମଲା କେମିତି? ଅଭିଶାପ ଦେଇଥିଲେ ଶ୍ରମିକ ଋଷିଙ୍କ ପୁଅ ଶୃଙ୍ଗି। ସେ କଣ ଅଭିଶାପରୁ ମୁକ୍ତ କରିପାରିନଥାନ୍ତେ? ଭାଗବତ ପରମ ଶାସ୍ତ୍ର ମହାଗ୍ରନ୍ଥ। ସେତିକି ନୁହଁ, କହିଲା ତୁମ ଉପଦେଶ ଶୁଣି କୁରୁକ୍ଷେତ୍ରେ ତୁମ ବିଶ୍ୱରୂପ ଦେଖିବି, ବିଶ୍ୱରୂପ ଦେଖିବି, ତୁମ ବିଶ୍ୱରୂପ ଦେଖିବି। ଉପଦେଶ ଶୁଣି କୁରୁକ୍ଷେତ୍ରେ ତୁମ ବିଶ୍ୱରୂପ ଦେଖିବି, ତୁମ ବିଶ୍ୱରୂପ ଦେଖିବି, ତୁମ ବିଶ୍ୱରୂପ ଦେଖିବି। ସେଦିନ ତୃତୀୟ ପାଣ୍ଡବ ଅନଘ ଅର୍ଜୁନ ଭରତ ବଂଶଜ ସଭ୍ୟ ସାଚୀ ଆପଣଙ୍କର ନିଜ ବିଶ୍ୱରୂପକୁ ଦର୍ଶନ କଲା କୁରୁକ୍ଷେତ୍ର ରଣାଙ୍ଗନରେ। ଯେତେବେଳେ ଜ୍ଞାତି କୁଟୁମ୍ବ ମାନଙ୍କୁ ଦର୍ଶନ କରି ସାରିବା ପରେ ସେଦିନ ଅଭିଭୂତ ହେଇଗଲେ ତୃତୀୟ ପାଣ୍ଡବ ଅର୍ଜୁନ। ଆପାଦମସ୍ତକ କମ୍ପିଲା, ନିଷ୍କ୍ରିୟ ହେଇଗଲା ଶରୀର, ସ୍ନାୟୁ ଦୁର୍ବଳ ହେଇଗଲା, ଗାଣ୍ଡିବ ଧନୁଟା ହାତରୁ ଖସି ପଡିଲା। ଆପଣ ନିଜେ କହିଥିଲେ ଅର୍ଜୁନ, ବୀରର କର୍ତ୍ତବ୍ୟ କେବେ ହେଲେ ରଣାଙ୍ଗନରେ ତା ଶୋଭନୀୟ ନୁହେଁ। ତୁମେ ବୀର ହେଇକି ତୁମର କ୍ଲିବତ୍ୱ ପ୍ରକାଶ ହଉଛି ଯୁଦ୍ଧ ଭୂମିରେ, ଇଏ କି ନିଷ୍କ୍ରିୟତା। ସେଇ ଅର୍ଜୁନ କିପରି ଭାବରେ ତୀକ୍ଷ୍ଣ ମୁନା ସାୟକ ଧାରଣ କରି ଗାଣ୍ଡିବକୁ ଯୁଦ୍ଧ କରିବେ ବୋଲି ଜ୍ଞାତି କୁଟୁମ୍ବ ସହିତ ଆପଣ ଭାଗ ଏ ଗୀତା ଗ୍ରନ୍ଥ ତାଙ୍କୁ ଶୁଣେଇଲେ, ଗୀତା ଉପଦେଶ ଦେଲେ, ବିଶ୍ୱରୂପକୁ ଦର୍ଶନ କରାଇଲେ। ଯେଉଁ ଅର୍ଜୁନ ବିଶ୍ୱରୂପ ଦର୍ଶନ କଲେ, ଅଷ୍ଟାଦଶ ଅଧ୍ୟାୟ ଶ୍ରୀମଦ ଭଗବତ ଗୀତାକୁ ଶ୍ରବଣ କଲେ, ସେ ଅର୍ଜୁନ ସ୍ୱର୍ଗକୁ ଯିବା କଥା ନା ନାଇଁ? ଯିବା କଥା। ସେ ଅର୍ଜୁନ କଣ ହିମାଳୟରେ ପଡିକିରି ମଲା? ଝୁଣ୍ଟି ପଇଲେ କଣ କରିବା? ଆପଣ ମାନଙ୍କର ବିଚାର କରନ୍ତୁ, କାହିଁ ତ ଯୁଧିଷ୍ଠିର ଗୀତା ଶୁଣି ନଥିଲେ ନା? ଯୁଧିଷ୍ଠିର ବିଶ୍ୱରୂପ ଦର୍ଶନ କରିନଥିଲେ, ସେ ତ ସ୍ୱଦେହରେ ସ୍ୱର୍ଗକୁ ଗଲେ। ତେଣୁ ମୋ କହିବାର ତାତ୍ପର୍ଯ୍ୟ, ପ୍ରଶ୍ନ ଗୋଟେ ପଚାରୁଛ ସେଠି ତ ଶୁଭୁ ନାହିଁ, ଆଙ୍କ ପାଲା ଶୁଣିବା କିଛି ଦରକାର ନାହିଁ। ସେ ପାଲାରେ କିଛି ନାହିଁ, ଶୁଣିବ କାହିଁକି? ଭାରକ କେତେ ଓଜନ ପଚାରୁଛନ୍ତି? ହଉ କହିବା ବ୍ୟସ୍ତ କାହିଁକି? ଏଟା ସାଧାରଣ କଥା।
ପୁରୁଣା କାଳିଆ ଗଣା ସବୁ ଗଲାଣି। କାଲି ପଚାରିଥିଲି ବୃନ୍ଦ ବୃନ୍ଦ, ତାର କିଛି ଅର୍ଥ ହେଲାନି। କାଲି ପଚାରିଥିଲି 3ଟା ବିଷୟ ଭିତ୍ତିକ ପ୍ରଶ୍ନ ରହିଲା। ଜଗନ୍ନାଥଙ୍କ ପାଇଁ ଲକ୍ଷ୍ମୀ କାହିଁକି ବିଧବା? ଦ୍ୱିତୀୟ କଥା, ଭଗବାନ ଜଗନ୍ନାଥଙ୍କର ପବିତ୍ର ପୁରାତନ ବିଗ୍ରହ କାହିଁକି ମାଟି ତଳେ? ତୃତୀୟ କଥା, କଳ୍ପବଟରେ ଗୁଆ ନଡିଆ ନ ବାନ୍ଧି ଆମେ କାହିଁକି ବାନ୍ଧୁଛେ ଖପରା? କିଛି ଗେଡୁଆ କଣ କହୁଥିଲୁ? ତୋର 3ଟା ଗାଡି, ଆଉ ଗାଡି କାହିଁ ଆଣିନୁ? ବାଇକ ଆଣିଛୁ? ଗୋବିନ୍ଦ ତେଣୁକରି ଯେତିକି ଆପଣ ମାନେ ବସିଛନ୍ତି ଶୁଣନ୍ତୁ, ଯେ ଆମେ 1000 ଗୀତା ଶୁଣିଲେ, ଭଗବାନଙ୍କର ସ୍ୱରୂପକୁ ଦର୍ଶନ କଲେ, ଆମ ଆଚରଣ ଯଦି ନ ବଦଳିଛି, ଆମ କର୍ତ୍ତବ୍ୟ ଯଦି ଠିକ ନ ରହିଛି, ସାର୍ ଆମେ ସ୍ୱର୍ଗ ପ୍ରାପ୍ତି ହେଇପାରିବା ନା? ଆମ କାମ ଯଦି ଠିକ, ଆମ ଆଚରଣ ଯଦି ଠିକ, ତାହେଲେ ସବୁ କିଛି ଠିକ ହେଇପାରିବ। ଧର୍ମରାଜ ଯୁଧିଷ୍ଠିରଙ୍କର ଆଚରଣ, ଯୁଧିଷ୍ଠିରଙ୍କର କର୍ମ ସେ ସ୍ୱତନ୍ତ୍ର। କିନ୍ତୁ ମୁଁ ଏଇ ପରିପ୍ରେକ୍ଷୀରେ ଆପଣ ମାନଙ୍କୁ ଗୋଟିଏ କଥା କହିବି, ଅଭିମନ୍ୟୁକୁ ଚକ୍ରବ୍ୟୁହରେ ବଦ୍ଧ କରାଗଲା। ସେ ବିଷୟର ସାରାଂଶ ଏଇଆ। ତା ଭିତରେ ଦୋଷ କାର? ଦୁର୍ଯ୍ୟୋଧନର ନା, ଦୋଷ କାର? କର୍ଣ୍ଣର ନା, ସମ୍ପୂର୍ଣ୍ଣ ଦୋଷୀ ହଉଛି ଅଭିମନ୍ୟୁ। ଅଭିମନ୍ୟୁ କଣ ଦୋଷୀ? କହିଲା ଯାହା ଠାରେ ଯେଉଁ କର୍ମ ନିରୂପିତ, ୟାରେ ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଯାହାକୁ ଯେଉଁ କର୍ମ ନିରୂପିତ ଅଛି ସେଇ କର୍ମ କରିବ। ଆଜି କୌଣସି କାରଣରୁ ଯଦି ମୋ ଶରୀର ଖରାପ ହେଇଗଲା, ସାର୍ ମାନେ ବିଚାର କରନ୍ତୁ। ମହାଭାରତ ଆପଣ କେତେ କେତେ ବରିଷ୍ଠ ଗରିଷ୍ଠ ଗାୟକଙ୍କଠୁ ଶୁଣିଛନ୍ତି। ତାର ପ୍ରକୃତ ନିର୍ଯାସ କଣ ମୁଁ ଯେତିକି ମୋର କ୍ଷୁଦ୍ର ବୁଦ୍ଧିରେ ଜାଣିଛି ଆପଣ ମାନଙ୍କୁ କହିବି। ମୋର ଗାରିମା ନାହିଁ, ବଡିମା ନାହିଁ, କିଛି ନାହିଁ। କାହିଁକି ନା ଆମ ପୂର୍ବରୁ କେତେ କେତେ ବଡ ବଡ ଗାୟକ ପାଲା ପରିବେଷଣ କରି ଏଠୁ ଗଲେଣି। ତା ଭିତରୁ କେତେ ଦିବଙ୍ଗତ ହେଲେଣି। କେଇଟା ଦିନ ପାଇଁ ଆମେ ଆସିଛେ ଏଡେ ଅହଙ୍କାର, ଏଡେ ଗର୍ବ। କାହାର ଗର୍ବ ଭଗବାନ ରଖିନାହାନ୍ତି। ଆମ ଜୀବନ କାଳ ଭିତରେ ଆମେ ଜଗନ୍ନାଥ ବେହେରାଙ୍କୁ ଟପିଲେଣି କି? ଲକ୍ଷ୍ମୀଧର ରାଉତକୁ ଟପିଲେଣି? ପ୍ରହ୍ଲାଦ ସାହୁକୁ ଟପିଲେଣି? ବିଶ୍ୱନାଥ ପଟ୍ଟଯୋଶୀ ଠାରୁ ଆରମ୍ଭ କରି ମାର୍କଣ୍ଡେୟ ବାହିନୀପତି, ଆମର ଉଦୟନାଥ ରଥ ସମାନ ଠାରୁ ଯେତେ ବରିଷ୍ଠ ଗାୟକ ଅଛନ୍ତି ତାଙ୍କୁ ତ ଟପିନା। ଏତେ ବାହାଦୁରୀ କାହିଁକି? କଣ ପାଇଁ ଏତେ ବାହାଦୁରୀ? ଦତ୍ତକୃଷ୍ଣ ପଣ୍ଡା ତ ସେ ସ୍ୱତନ୍ତ୍ର। ତାଙ୍କ ସାଙ୍ଗରେ ମୁଁ ପାଲା ଗାଇଲା ବେଳେ ତାଙ୍କୁ ପଦେ କହିବୁ ବୋଲି ତାଙ୍କୁ ଗୋଡ ହାତ ମୋଡି 1.5 ଘଣ୍ଟା ମୋଡି ସାରିଲା ପରେ ସେ ଯୋଉ ଦୁର୍ଗନ୍ଧ ବାୟୁ ଉଡା ଛାଡିଲା ଘଣ୍ଟାରେ ତାକୁ ବି ସହିଲେ ବୋଝ ପକେଇ ଦେଇଛି ଲୁଣ ପକେଇଥାନ୍ତା। ତେଣୁ କରି ମୋ କହିବାର ତାତ୍ପର୍ଯ୍ୟ, ଆରେ ଗେଡୁଆ ତୁ କେଇଦିନ ଗାୟକ ହେଇଥିଲୁ, କଣ କହୁଥିଲୁ ତୋ ପାଲାରେ ଭଜନ ନାହିଁ, ଆଜି କଣ ଏତେ ଭଜନ କୁଆଁ ମିଳିଲା? ନିରବରେ ବସିବ। ମୁଁ ସନା ଦାସ। ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ମୋ କହିବାର ତାତ୍ପର୍ଯ୍ୟ, ପୁଅ ଯିଏ ଯୋଉ କାମ ଜାଣିଛି ସେ ସେଇ କାମ। ମୋର ଶରୀର ଅସୁସ୍ଥ ହେଲେ ମୋର ଏ ମେଳଟା ଯାକ ଘରକୁ ଯିବେ ନା ଇଏ ଠିଆ ହେଇ ପାଲା ଗାଇବେ? ଇଏ ଯଦି ପାଲା ଗାଇବା ପାଇଁ ଚାମର ଘରେ ନିଶ୍ଚିତ ଅଡୁଆରେ ପଡିବ ନା ନାଇଁ? ଜଣେ ଗୋଟିଏ ଅଣକୁଶଳୀ ଡ୍ରାଇଭର ଯଦି ଗାଡି ଚଲେଇବ ସେ ଗାଡି ଓଲଟେଇବା ସ୍ଥିର ନା ନାଇଁ? ଅଭିମନ୍ୟୁ ମେଚେରା ଛୁଆ, ତୁ ତ ଜାଣିନୁ ଯିବା ବାଟୁଟା ଜାଣିଛୁ, ଆସିବା ବାଟୁଟା ଜାଣିନୁ। ତୋ ଯୋଉ ବଡ ବାପା ଭୀମ ସିଏ ଗଜାରେ ବାଡିଆ ପିଟା ଜାଣିଛି। ଭାରତ ହଉଛି ଗୋଟିଏ ପଟ ଅଙ୍ଗା, ଭାରର ଅଧାକୁ କହନ୍ତି ଅଙ୍ଗା।
ଅଙ୍ଗାଏ ହଉଛି 20 କେଜି, 20 କେଜି ଭାରକ ହଉଛି 40 ଅଧ ପଣେ। ପଣେ ଦିଟା ଭାରୁଆ ଗଲେ ହେବ କେତେ? ଭାଉରା ଯୋଡ଼େ ହେଲେ ପଣେ। 40 କି 52 ରେ ଗୁଣ। ଗୁଣ ଗୁଣ ମୋବାଇଲ ମାର ଏବେ ତ ଆଉ ପିଲା କିଏ ଗୁଣୁଛନ୍ତି? ନା 40 ଗୁଣନ 52 ଗୁଣି ଦେ, ଯେତିକି ହବ ସେତିକି। ଭାରକୁ ଗ୍ରହଣ କଲା ଯୋଉ ଲୋକ, ତା ଓଜନ କେତେ? ତା ଉଚ୍ଚତା କେତେ? ତାର ଉଚ୍ଚତା ହଉଛି 7 ହାତ। ତା ଓଜନ ଟା କେତେ ଭୀମସେନର ତୁମେ କହିବ? ପୁଣି ହିସାବ ସବୁଠାରେ ଭାର ସମାନ ହିସାବ ନାହିଁ। ନା କୋଉ ଜାଗାରେ ଗଉଣୀ 4 କିଲୋ 500, ହଁ। କୋଉ ଜାଗାରେ ଗଉଣୀ ହଉଛି 3 କିଲୋ 500। 500 ସେଥିରୁ ଆମକୁ କଣ ମିଳୁଛି? ଠିକ୍। ଆମେ ଏତିକି ଜାଣିଛୁ ବଳୁଆ ଥିଲା ଭୀମ, ବହୁତ ଖାଉଥିଲା, ଏତେ ଏତେ ମୋଟା ବାହା, 52 ଭାର ଗଦାରେ ସମସ୍ତଙ୍କୁ ପିଟି ପାଟି ଦଉଥିଲା। ବାଡ଼େଇ ଦିଅ ହେଲେ ହେଲେ ଯୋଉ ପ୍ରାକ୍ଟିକାଲ ଟା ଜାଣିଛି, ଥିଓରି ଟା ଜାଣିନି। ଏତେ ତ ବଳୁଆ, ହଁ। 99 ଭାଇକି ମାରିଲୁ। ହଁ। ହେଲେ ରବି ସୁତ ସଙ୍ଗେ ସମର ପାଇ ତାର ବୀର ସମନ ସେ ଜନ୍ମ ବେରୁ ଯେହି ତୁ ତ ଏଡେ ବଡ ବୀର ହେ ଭୀମସେନ ବୃକୋଦର ଦ୍ୱିତୀୟ ପାଣ୍ଡବ। 99 ଭାଇକି ତୁ ବାଡେଇ ବାଡେଇ ମାରିଛୁ, ଆମେ ମାନୁଛୁ। ବାহ କିନ୍ତୁ ରବି ସୁତ କହିଲେ କର୍ଣ୍ଣ। କର୍ଣ୍ଣ 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 ତା ନା କାହିଁକି କର୍ଣ୍ଣ? କାଣ୍ଡବାଟିରେ ଜନ୍ମ ହେଇଥିଲା ବୋଲି ସାରେ ଆପଣ ମାନେ ବହୁ ଗାୟକଙ୍କ ପାଲା ଶୁଣିଛନ୍ତି। ହଁ ଇଏ ଯୋଉ କର୍ଣ୍ଣ କୁନ୍ତୀଙ୍କର ଅବିବାହିତା ବେଳରେ ଦୁର୍ବାସାଙ୍କର ଜପାମାଳି ଦ୍ୱାରା କଣ କୁନ୍ତୀଙ୍କର କାନ ବାଟରେ ଜନ୍ମ ହେଇଥିଲା। କାଣ୍ଡବାଟି ପରା କାନ ବାଟେ ଗୋଟେ 25 ଗ୍ରାମର କୌଣସି ଲୁହା ଗୁଲି ଯାଇପାରିବ? ଯାଇପାରିବନି କିନ୍ତୁ ଆସିପାରିବ। ଇଏ କାନରେ ହେଁ? ମୋ ରନ୍ଧ୍ର ଅଛି କେତିକି, ଏ କାଣି ଆଙ୍ଗୁଠି ଯାଇପାରିବ? ନା ପିଲାଟା କେମିତି ଜନ୍ମ ହେଲା? ପାଲାରେ ଯୋଉ ଅବାସ୍ତବ ଅଛି ତାକୁ ବାସ୍ତବତାକୁ ଆଣିବାକୁ ପଡିବ। ପଡ଼ିବ କର୍ଣ୍ଣ କାନ ବାଟେ ଜନ୍ମ ହେଇଛି ବୋଲି ତା ନା କର୍ଣ୍ଣ ନୁହଁ। ତାହେଲେ କର୍ଣ୍ଣ କେବେ କାନ ବାଟେ ଜନ୍ମ ହେଇନାହିଁ। କନ୍ୟା ୟା ଅପତ୍ୟ ଯହସହ କାନିନ୍ୟ ଅବିବାହିତା ଝିଅ ଗର୍ଭରୁ ହଁ ଯେଉଁ ପୁଅ ଜନ୍ମ ନିଏ ତାକୁ କୁହାଯାଏ କାନିନ୍ୟ ପୁତ୍ର। କର୍ଣ୍ଣ ଜନ୍ମ ହେବା ପୂର୍ବରୁ ଆଉ ଗୋଟିଏ ଅବିବାହିତା ଝିଅ ଗର୍ଭରୁ ହଁ ଗୋଟେ ଯୋଗ୍ୟ ପୁଅ ଜନ୍ମ ହେଇଥିଲେ। ତାଙ୍କ ନାଁ ହଉଛି ପଣ୍ଡିତ ବ୍ୟାସ। ମତ୍ସ୍ୟଗନ୍ଧାର ଅବିବାହିତା ବେଳରେ ପରାଶରଙ୍କର ଔରସରୁ ସେଦିନ କୁଜ ଟିକାର ଘନ ବଳୟ ଚତୁଃପାର୍ଶ୍ୱରେ ସୃଷ୍ଟି କରି ପବିତ୍ର ଯମୁନା ନଦୀରେ ନୌକା ଗର୍ଭରେ ଦିବସରେ ପ୍ରୀତି କଲେ। ସେଦିନ ପରାଶର ଯୋଗ୍ୟ ସମୟ ଅତିବାହିତ ହେଇଯାଉଥିଲା। ବାହ ସବୁ କଥାରେ ମୀମାଂସା। ହଇୟ ପରାଶର ଋଷି, ହଁ ତୁମେ ଶକ୍ତିମୁନିଙ୍କ ପୁଅ, ତୁମେ ବ୍ରହ୍ମାଙ୍କ ବଂଶଧର। ଧର ହଇୟ ତୁମର ସାଧାରଣ ଜ୍ଞାନ ନାହିଁ, ଗୋଟେ ଅବିବାହିତା ଝିଅ ସହିତ ପ୍ରୀତି କଲ। ବୁଢ଼ା ଗୋଟେ ଅନୁଢା ଅପ୍ରୌଢା ପାଲା ବାଲା ହେଇଛୁ। ସତ କହୁଛି, କହ ଭାଷାପତି ପାଟିରେ ନ ପଶିଲା ହେଇପାରିବନି। ନା ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର। ସ୍ୱତନ୍ତ୍ର ପରା ହେରେ ବ୍ରେକ୍ କଣ ଛିଣ୍ଡିବ? ହେଁ? ଜଗତସିଂହପୁର ଜିଲ୍ଲାରୁ ଓଡ଼ିଆ ଭାଷା ସୃଷ୍ଟି। କଣ କହୁଛ? ଜଗତସିଂହପୁର ଜିଲ୍ଲାରୁ ଆଗ ପାଲା ଗାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। 2ଟି ଜିଲ୍ଲା ଓଡ଼ିଶାରେ ବରିଷ୍ଠ ଗାୟକ ଏବେ ଅଛନ୍ତି। ଅଛନ୍ତି ଗୋଟିଏ ଖୋର୍ଦ୍ଧା ଜିଲ୍ଲା। ଆଉ ଗୋଟିଏ କିଏ ଗାୟକ? ଅଭୟ ଚରଣ ସ୍ୱାଇଁ 90 ବର୍ଷରୁ ଉର୍ଦ୍ଧ୍ୱ। ମୁକ୍ତାପୁର ଜଗନ୍ନାଥ ବେହେରା ଜଗତସିଂହପୁର ଆମ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ। ତମରି ମୁଁ କହିନଥାନ୍ତି, ନା। ଜଗତସିଂହପୁର ନାଁ ଉଠିଲା ବୋଲି କହିଲି। ହଁ। 99 ବର୍ଷରେ ପଦାର୍ପଣ କରିଛନ୍ତି ସେ। ପାଲା ଜଗତର ଉଜ୍ଜ୍ୱଳତମ ତାରକା ସର୍ବପ୍ରଥମେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତି ହେଇଥିଲେ ସେ। ବାହ ବାହ ଏଠି ଯେତିକି ଆପଣ ମାନେ ବସିଛନ୍ତି ଶୁଣନ୍ତୁ। ଶୁଣନ୍ତୁ ଆଜ୍ଞା ଗୋଟେ ଅବିବାହିତା ଝିଅ ଗର୍ଭରୁ ହଁ ପୁଅଟିଏ ଜନ୍ମ ହେଲା। ହେଲା ସେଦିନ ଯୋଉ ପରାଶର ଯୋଉ କାମ କଲେ, ହଁ। ଠିକ କଲେ? କଣ ଭୁଲ କଲେ? ଠିକ କଲେ। ଠିକ କଲେ? ଅଭିଜିତ ନକ୍ଷତ୍ର ନକ୍ଷତ୍ର ଚନ୍ଦ୍ରଙ୍କର ମିଳନ ଯେବେ ହୁଏ, ବେଶ ଯୋଉ କଥା ଜଣା ନାହିଁ ତାକୁ କୁହ। ବେଶ
ସେଇ ସମୟରେ ଯୋଉ ନାରୀ ପୁରୁଷ ସହିତ ସହବାସ କରିବ ତା ଗର୍ଭରୁ ଯୋଉ ପୁଅ ଜନ୍ମ ହବ ସିଏ ହବ ଯୋଗ୍ୟ ନନ୍ଦନ। ସେଦିନ କାର୍ତ୍ତବୀର୍ଯ୍ୟଙ୍କ ଠାରୁ ଗୋଳା ଧକ୍କା ଖାଇକି ଆସିଲେ କିଏ? ପରାଶର। ଆଗରୁ ବେଦ ଥିଲା ତ୍ରୟୀ, 3 ଋକ୍ସାମ ଯଜୁ। ପରବର୍ତ୍ତୀ ସମୟରେ କେତେ ଗୁଡିଏ ଶ୍ଲୋକ ମନ୍ତ୍ର ରଚନା କରି ପହଞ୍ଚିଲେ ଛତ୍ରପତି କାର୍ତ୍ତବୀର୍ଯ୍ୟଙ୍କ ସନ୍ନିକଟରେ। କିଏ? ସେନା ପରାଶର ଋଷି। କହିଲେ ମହାରାଜ ଆପଣ ସ୍ୱୀକୃତି ଦେଲେ ବେଦ ଭିତରେ ସ୍ଥାନ ପାଇବ। ଜଣେ କଳାକାରଙ୍କ ଠାରୁ ଅଯୋଗ୍ୟ ହେଇଥିବ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଧାୟକ, ସେ ଯଦି ଜିତିଥିବେ ସିଏ ଦସ୍ତଖତ ନଦେଲେ ହେଇପାରିବନି କଳାକାର ଭତ୍ତା। ତେଣୁ କରି ଏ କାର୍ତ୍ତବୀର୍ଯ୍ୟ ନିକଟରେ ଯେତେବେଳେ ପହଞ୍ଚିଲେ କିଏ? ସେ ପରାଶର। ଇଏ ବର୍ବର ମୂର୍ଖ ବର୍ବରଚିତ କର୍ମ କରି ତାଙ୍କୁ ପ୍ରହାର କଲା। କାର୍ତ୍ତବୀର୍ଯ୍ୟ ଠାରୁ ପ୍ରହାର ପାଇବା ପରେ ଅଭିଶାପ ଦେଇଥିଲେ କାର୍ତ୍ତବୀର୍ଯ୍ୟ ଜଳି ଯାଇଥାନ୍ତା। ପରାଶର କହିଲେ ନା, ଶତ୍ରୁକୁ କଣ ମାରିଦେଲେ ଠିକ? ମାରିଦେଲେ ତ ସରିଗଲା, ସେ ଅନୁତାପ କରିବ କେମିତି? ତାକୁ ଦେଖିକି ଆଉ ଦୁର୍ଜନ ବ୍ୟକ୍ତି ମାନଙ୍କର ଚରିତ୍ର ପରିବର୍ତ୍ତନ ହବ କେମିତି? ତେଣୁ କରି ସେ ସେଇଠି କହିଲେ ଯୋଉ ସ୍ୱଳ୍ପ ବେଦ ଭିତରେ ସ୍ଥାନ ପାଇ ନ ପାରିବାରୁ ମୁଁ ଅପମାନିତ ହୋଇ ଫେରି ଯାଉଛି। ସେଇ ସ୍ୱଳ୍ପ ମୋର ଦିନେ ବେଦ ଭିତରେ ସ୍ଥାନ ପାଇବ। ସେଇ ଦିନ ଠାରୁ ସେ ସମୟ ଖୋଜିଲେ ରେ। କାରଣ ଏ ଦୁନିଆରେ ଯେତେ କଥା ଅଛି ସାର୍ ସବୁଠାରୁ ମୁଁ ଏତିକି ଆପଣ ମାନଙ୍କୁ କହୁଛି, କର୍ଣ୍ଣଙ୍କ ପୂର୍ବରୁ କୋଉ କାନିନ୍ୟ ପୁତ୍ର ଜନ୍ମ ହେଇଥିଲେ? କର୍ଣ୍ଣ କାନ ବାଟେ ଜନ୍ମ ନୁହଁ, କନ୍ୟା ଅପତ୍ୟ ଜହ ସହ କାନିନ୍ୟ। ଅବିବାହିତା ଝିଅ ଗର୍ଭରୁ ଯିଏ ଜନ୍ମ ହୁଏ ସେଟା କାନକୁ ଭଲ ଶୁଭେନି। ତା ପୂର୍ବରୁ କାନିନ୍ୟ ପୁଅ କିଏ? ଦିଟା ଯାକ ପୁରା ଯୋଗ୍ୟ। ଅବିବାହିତା ବେଳେ ଅନ୍ୟ ପୁରୁଷ ଅଗ୍ରସରୁ, ଅବିବାହିତା ଝିଅ ଗର୍ଭରୁ ଯୋଉ ପୁଅ 2 ଜଣ ଜନ୍ମ ନେଲେ ଦ୍ୱାପର ଯୁଗରେ ସେ 2ଟା ଯାକ ଯୋଗ୍ୟ। ଶୁଣୁ, ତେଣୁକରି ଇଏ କଣ କଲେ ନା ପରାଶର ଋଷି ସମୟକୁ ଗଣନା କଲେ। ଯୋଉ ସମୟ ସାରେ 500 ବର୍ଷ ପରେ ମାତ୍ର 2.5 ଦଣ୍ଡ ଗୋଟିଏ ଘଣ୍ଟା ପାଇଁ ପୃଥିବୀ ପୃଷ୍ଠକୁ ଆସିବ। 500 ନକ୍ଷତ୍ର କେତୋଟି? 27 ନକ୍ଷତ୍ରର ବର କିଏ? ଚନ୍ଦ୍ର। କିନ୍ତୁ ନକ୍ଷତ୍ର ହଉଛି 28। ଆପଣ ଧୁରିଣ ଜ୍ୟୋତିର୍ବିଦିଙ୍କି ପଚାରନ୍ତୁ, 28 ନମ୍ବର ନକ୍ଷତ୍ର ନାଁ ହେଲା ଅଭିଜିତ ନକ୍ଷତ୍ର। ଚନ୍ଦ୍ର ସବୁ ନକ୍ଷତ୍ର ଚକ୍ରରେ ଘୂର୍ଣ୍ଣାୟମାନ ବେଗରେ ଗତି କରି କରି 500 ବର୍ଷ ପରେ ମାତ୍ର 2.5 ଦଣ୍ଡ ଗୋଟିଏ ଘଣ୍ଟା ପାଇଁ ଅଭିଜିତ ନକ୍ଷତ୍ର ସହିତ ତାଙ୍କର ମିଳନ ହୁଏ। ଆଉ ଯୋଉତକ ସମୟ ଅଭିଜିତ ନକ୍ଷତ୍ର ସୋମକର ମିଳନ ହୁଏ, ସୋମ କହିଲେ ଚନ୍ଦ୍ର। ସେଇ ସମୟରେ ଯୋଉ ନାରୀ ପୁରୁଷର ସହବାସ ହବ, ନାରୀ ଗର୍ଭ ଧାରଣ କରିବ, ସେ ନାରୀ ଗର୍ଭରୁ ଯୋଗ୍ୟ ସନ୍ତାନ ଜନ୍ମ ନେବ। ଇଏଣେ ଅପମାନ ପାଇଛନ୍ତି ପରାଶର, ଅପେକ୍ଷା କରିଛନ୍ତି ସେ ସୁଯୋଗ କେତେବେଳେ ଆସିଲେ ମୋ ସ୍ତ୍ରୀ ପାଖକୁ ଯିବି, ମିଳନ କାମନା ନେଇ ମିଳନ ହବ, ସନ୍ତାନ ଜନ୍ମ ହବ, ଇଏ ମୂର୍ଖ କାର୍ତ୍ତବୀର୍ଯ୍ୟର ପ୍ରତିଶୋଧ ନେବି ରେ। ଇଏ ତ ସେଇ ସମୟ ମୋ ଗଣନାରେ ବ୍ୟତିକ୍ରମ ହେଇଗଲା। ଆରେ ଏତିକି ସମୟ ଭିତରେ ଯମୁନା ନଦୀ ପାରି ହୋଇ ମୁଁ ତ ଯାଇପାରିବିନି। ତେଣୁ ପଣ୍ଡିତେ କ୍ଷିପ୍ର ବେଗରେ ଦୌଡ଼ି ଦୌଡ଼ି ହେଇ ଆସିଛନ୍ତି। ଇଏ ଦୁନିଆରେ ପଣ୍ଡିତେ ତର ତର ହେଲେ ସବୁ କାମ ହବନି, ଗୋଟିଏ କଥା ହେଲେ ତର ତର ହବ। ଚାଷ ତର ତର, ବଣିଜ ମଠ। ଇଏ କ୍ଷିପ୍ର ବେଗରେ ଧାଇଁ ଆସିଲେ। ପୁଅ ଗୋଟିଏ ପଦ ମନେ ପଡିଯାଏ, କହିଲା ଚାଲି ନ ଜାଣି ଯେ ତର ତରେ ଧାଏ, ଚାଲି ନ ଜାଣି ଯେ ତର ତରେ ଧାଏ, ଚାଲି ନ ଜାଣି ଯେ ତର ତରେ ଧାଏ, ଚାଲି ନ ଜାଣି ଯେ ସ୍ୱାଦୁ ନ ଜାଣି ଯେ ତର ତରେ ଖାଏ, ସ୍ୱାଦୁ ନ ଜାଣି ଯେ ତାଳ ନ ଜାଣି ଯେ ତର ତରେ ଗାଏ, ତାଳ ନ ଜାଣି ଯେ ଗୋଟିଏ ଗୋଟିଏ ତାଳ କଣା ଗାୟକ ଥାନ୍ତି, ତରତର ହେଇ ଗାଆନ୍ତି। ଇରେ ଗାଇବା କଣ ତରତର ହେଲେ ହେଇପାରିବ? କହେ ମନୁଆ ସେ କୁଆରୁ କହେ ମନୁଆ ସେ ଜଗତସିଂହପୁର ବ୍ରେକେ।
ଆ ତ ଜଗନ୍ନାଥ ବେହେରା କହିଲେ ଭଲ ହଉଛି, ଇଏ କଣ ଛିଣ୍ଡେଇବେ ମୋ ପାଲ? ସେଇ କହିଥିଲେ ତାର ଛିଣ୍ଡେଇବେ ବୋଲି। ଛିଣ୍ଡେଇବା ଗୋଟେ ଅଶ୍ଳୀଳ ଭାଷା, ପୁଣି ଛିଣ୍ଡେଇବା ଗୋଟେ ଭଲ ଭାଷା, କଣ ବୁଝୁଛୁ? ତେଣୁକରି ତାଙ୍କରି କଥା ମୁଁ କହୁଛି। ବାପା ଇଏ କ୍ଷିପ୍ର ବେଗରେ ଯେତେବେଳେ ଯାଆନ୍ତି ଦେଖିଲେ ନଦୀ ପ୍ରତିବନ୍ଧକ, ଏବେ ସିନା ବ୍ରିଜ ହେଇଛି ଠକ୍ ଠାକ୍ ଆପଣ ଚାଲି ଆସୁଛନ୍ତି। ଏକ ନଦୀ ଶହଶ କୋଶ। କହିଲେ କହିଲେ ଆରେ କଣ କରିବା, ସମୟ ତା ହାତରେ କମ, 500 ବର୍ଷ ଅପେକ୍ଷା କରିବାର ଧୈର୍ଯ୍ୟ ମୋ ପାଖରେ ନାହିଁ। ହେଲେ ଇଏ ନଦୀଟା ପ୍ରତିବନ୍ଧକ, ନଦୀକି ଯିଏ ପାରି କରେ କଇବର୍ତ୍ତ, ସେ କାହିଁ ତରେଇ କାହିଁ? ସେତେବେଳେ ଗୋଡକୁ ଟେକିକି ଚାହିଁ ଦିଅନ୍ତି। ଏଠି କବି କଳହଂସ ଗୋପାଳ କୃଷ୍ଣ ଗୋଟିଏ ପଦ କଣ କହିଲେ? ଆପଣ ମାନଙ୍କୁ ଭଲ ଭଲ କଥା ମୁଁ ଯେତିକି ଜାଣିଛି ଆଜ୍ଞା, ଗୋଟିଏ ପଦ ଜଗନ୍ନାଥ ବେହେରା ମତେ କହିଥିଲେ, କହିଲେ ଏ ବାମୁଣୀ ପୁଅ, ଓଡ଼ିଶାରେ ଯେତେ ଗାୟକ ଅଛନ୍ତି ସମସ୍ତଙ୍କ ଠାରୁ ତୁ କମଜୋରି ଯେତେବେଳେ ଭାବୁଥିବୁ ତୁ ଆଗେଇ ଆଗେଇ ଯାଉଥିବୁ। ଏବେ ବି ମୁଁ ଚିନ୍ତା କରୁଛି, ଏଠି ଯୋଉ ଆମ ସାର୍ ବସିଛନ୍ତି ସେ ଯେତିକି ତର୍ଜମା କରୁଛନ୍ତି ଏଟା 20ଟା ଗାୟକ ଜାଣିନାହାନ୍ତି। ହଁ, କିନ୍ତୁ ସେ ଅଳ୍ପ ଜ୍ଞାନ ଥିବା ଲୋକ ଯଦି ସେତିକି କଥା ଜାଣିବେ ଦୁନିଆ କହିବେ ସେ ଗାୟକ ଭୁଲ କଲା ମୁଁ ତାକୁ ଦାବି ଦେଲି। କିନ୍ତୁ ପ୍ରକୃତ ଜ୍ଞାନୀ ଯିଏ ସେ କେବେ ହେଲେ ମଞ୍ଚରେ କୁହନ୍ତି ନାହିଁ। ଯୋଉମାନଙ୍କର ବାହାଦୁରିଆ ସେଇମାନେ ମଞ୍ଚରେ କୁହନ୍ତି, କିନ୍ତୁ କେତେଟା କଥା ମଞ୍ଚରେ କହିବା ଦରକାର। ଯଦି ଗାୟକ ବାହାଦୁରୀ ମାରିଲା ସିଧା ଠିଆ ହେଇକି ଆଙ୍ଗୁଠି ତେଣୁ ପୁଅ ଗୋଟିଏ ପଦ ଲେଖିଲେ କିଏ ନା ରାଜ ଏ ପରାଶର ଦେଖିଲେ। ନଦୀରେ ନୌକା ଅଛି, ନାବିକ ନାହିଁ, ଗୋଡ ଟେକିକି ଚାହିଁଲେ। କାନିନ୍ୟ ପୁତ୍ର କିଏ କେମିତି ଯୋଗ୍ୟ? ତାପରେ ମୁଁ ଯିବି ଅଭିମନ୍ୟୁ ପାଖକୁ। ଅଭିମନ୍ୟୁ ସେ ଚକ୍ରବ୍ୟୁହକୁ ଯାଇକି ଠିକ କରିଛି କି ଭୁଲ କରିଛି? କହିଲେ ଦେଖିଲେ ନା ବରେ ମୁଁ ଜଗତସିଂହପୁରିଆ ଗାୟକ, ମୁଁ ଜଗତସିଂହପୁରିଆ। କହିଲା ଇଏ ଦେଖିଲେ ନା ବରି ଅଟଇ ରମଣୀ ମୁମଣି ଭୋଲା ରମଣୀ ଗାୟକ ଅଛନ୍ତି 80 ବର୍ଷ ହେଲାଣି ଜଳୁଛନ୍ତି। ତୁ କୁଆଡେ ଗାୟକ ହେଇଥିଲୁ କୋନା ତୋନା ଗେଡୁଆ, ଏମିତି କଣ ମଲା ଭଳିଆ ଦେଖାଯାଉଛୁ? ସେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ। ଏଠି ଯେତିକି ବସିଛନ୍ତି ଆପଣ ମାନେ ଶୁଣନ୍ତୁ, ସେ ଠିକ ଜାଣୁଛନ୍ତି ମୁଁ କାହାକୁ କହୁଛି। ମୁଁ ତ ଏମିତି କୌଶଳରେ କହିବି ଧରା ପଡିବନି, ସବୁ ଯାକ କହି ସାରିଥିଲି ଆଉ। ହଁ, ଗାୟକର ଗୋଟେ ରୂପ ସୌରଭ ଥାଏ, ଯେମିତି ମଶାଣି କହିଲା ବେଳକୁ ମୁର୍ଦା ଭଳିଆ ଦେଖାଯାଉଛନ୍ତି। ଏତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଶୁଣୁ, ଦେଖିଦେଲେ ଯୋଉଟା ମୁଁ ଦେଖାଗଲା ଆମେ ତା କହୁଛୁ। ଆଜିକାଲି ଯୋଉ ବାଇଗଣ ପୋକ ମାରୁଥିବ ତାକୁ କିଏ ନେବେ? ଖୋର୍ଦ୍ଧା ପଟେ ଗୋଟେ ବାଇଗଣ ଅଛି, ତା ଦେହରେ ଏଡିକି ଏଡିକି କଣ୍ଟା, ସେ 100 ଟଙ୍କା କିଲୋ। ଏଡିକି ଏଡିକି ବାଇଗଣ ସିଏ ମାତ୍ର 20 ଟଙ୍କା। ହେ ସେଇଥିରୁ ବ୍ୟାଗ ନେଇକି ଯାଉଛି, ତାକୁ ନଉନାହାନ୍ତି। ତା ସ୍ୱାଦଟା କେମିତି? କିନ୍ତୁ ବାପା ଇଏ ସେ ବାଇଗଣ କଥା ଅଲଗା, ଇଏ କଥା ଅଲଗା। ତେଣୁକରି ଆଜିକାଲି ଟିକେ ସାଇଜ ହେଇକି ବାପା ଆସିବୁ ନା, ଗାୟକ ହବୁ କହୁଛୁ। ଶୁଣୁ, ଆଉ ଖାଲି ପାଲାରେ ଭଲ ମନ୍ଦ ଖାଇବୁ, ଘରେ ପୋଇ ଖାଡ଼ିକି ଚୋବେଇବୁ। ଏ ପୁଅ ଦେଖିଦେଲେ କହିଲା ଆରେ ଇଏ ତ କୁନି ଝିଅଟିଏ ବସିଛି, ଛୋଟିଆ ପିଲାଟା, ଅନୁଢା ଅପଢା। କିଏ ଇଏ? ଚାହିଁଦେଲେ କହିଲା ଆରେ ଆରେ ରେ ଇଏ ଅପଢା ଅନୁଢା। ବିଚାର କଲେ କହିଲେ ଇଏ ଝିଅ କଣ ମତେ ଡଙ୍ଗା ପାରି କରିପାରିବ? କିନ୍ତୁ ମୁଁ ୟା ପାଖରେ ପ୍ରାର୍ଥୀ ହେବି, ସମୟ ହାତରେ ନାହିଁ। ତଥାପି ସେ ଝିଅକୁ ଚାହିଁକି ଦେଖିଲେ କହିଲେ ଆରେ ଇଏ ଝିଅ କେମିତି ଦେଖାଯାଉଛି?
ଅଭିମନ୍ୟୁ ଲେଖିଲେ ପଦେ କହିଲେ ଅଳ୍ପ ନତ ବେନି ବକ୍ଷ ଯଦି ସେ ମଞ୍ଜୁଳ ସେ କହିଲେ ଏ ଝିଅର ଯୌବନ ଆସିନି ଅନୁଢା ପ୍ରୌଢା କିନ୍ତୁ ଆ ଶରୀର ରୂପକ ଲାବଣ୍ୟ ପୁଷ୍କରିଣୀରେ ଇଏ ହୃଦୟର ଯୋଉ ଅର୍ଦ୍ଧଙ୍କୁରିତ ବକ୍ଷଜ ଇଏ କଣ ପଦ୍ମ କଢ ପରି ଦେଖାଯାଉଛି କି? ହଉ ହେଲା ସେ ଯେମିତି ଦେଖାଯାଉଛି ସେଥିରୁ ଆମକୁ କଣ ମିଳୁଛି? ମୋ ହାତରୁ ସମୟ ପଳାଉଛି ଆଜ୍ଞା। ସେ ସେଇଠି ଜାକିକି ତାକୁ ନୌକାର ପାରି କରିବା ପାଇଁ କହିଲେ ଏ ଝିଅ ଶୁଣୁ ଆରେ ମୁଁ ଖାଲି ଏଇତକ କହିଦେଇକି ଆଗକୁ ଆଗଉଛି। କେତୋଟି ସମସ୍ୟା ଅଛି ମହାଭାରତ ଭିତରେ ମୁଁ ଆପଣ ମାନଙ୍କୁ ଶୁଣେଇବି। ଆଲୋ ମା ତୋ ବାପା ନାହିଁ କି? ବାପା ଖାଇବା ପାଇଁ ଯାଇଛନ୍ତି। ଠିଆ ହୋ। ତୋ ବାପା ଆସିବ ତୁ ପାରି କରିବୁ? ନାଇଁ ମୁଁ ପାରି କରିବିନି, ବାପା ପାରି କରିବେ। ନାଇଁ ମା ବିଳମ୍ବ ହେଇଯିବ। ମୁଁ ତୋ ପାଖରେ ମୋ ହାତ ଧରୁଛି। କରିପାରିବି। ତୁ ଦୟାକରି ଟିକେ ନୌକାଟାକୁ ଖୋଲି। ନା ନା ମତେ ଡଙ୍ଗା ଚଲେଇ ଆସିନାହିଁ। ସାର୍ ମାର ବିଚାର କରନ୍ତୁ କଣ ଅସୁବିଧା ହେଲା ନା କଣ? ମୋ ଦେହରୁ ଝାଳ ବୋହିଗଲାଣି। ସେ ଯେ ପର୍ଯ୍ୟନ୍ତ ଗାୟକ ସଭାକୁ ଡରିଛି ପାଲା ଠିକ ହବ। ଯୋଉ ବାରିକ ଖାମଖିଆଲିରେ ଚୂଳ କାଟିଲା ସେ କୁଆ କଣ୍ଡିଆ ହବ। ତେଣୁ ସିଏ ବାରିକ କେମିତି କଣ କାଟୁଛନ୍ତି ଆପଣ ଜାଣିଥିବେ। ତତେ କହୁଛି ତାଙ୍କୁ କହୁନି। ଆଚ୍ଛା ମା ତୁ ଦୟାକରି ଟିକେ ନୌକା ଖୋଲିଦେ ମା। ମୋର ବହୁ ଗୁରୁ ଦାୟିତ୍ୱ ଅଛି। ଦୟାକରି ଖୋଲିଦେ। ମତେ ଡଙ୍ଗା ଚଲେଇ ଆସିନାହିଁ। ମୁଁ ତତେ ଅଭିଶାପ ଦେବି। ଅଭିଶାପ ଦେବାର ଉଦ୍ଦେଶ୍ୟ ନଥିଲା ବାବାଜୀଙ୍କର, ସେ କେବଳ ଭୟ ଦେଖେଇବା ପାଇଁ କହୁଛନ୍ତି। ଅଭିଶାପକୁ ଭୟ କରି ଭରା ଯମୁନା ନଦୀ ଆଜ୍ଞା ଡଙ୍ଗାଟିକି ଖୋଲିଦେଲା। ନିୟନ୍ତ୍ରଣ କରିପାରିଲାନି। ଯେତେବେଳେ ବାଡେଇ ବାଡେଇ ଛୋଟା କରିଦେଇଛି ବାବାଜୀ କି କିଏ? ସେ କାର୍ତ୍ତବୀର୍ଯ୍ୟ ପରାଶର ଛୋଟା ହେଇଛନ୍ତି, ଅଥର୍ବ ହେଇଯାଇଛନ୍ତି। ତାଙ୍କର ଅଥର୍ବା ବୋଲି ତାକୁ ବି କୁହାଯାଏ। ଚିନ୍ତା କଲେ କହିଲେ ଆରେ ଇଏ ଝିଅକୁ ସିନା ଭୟ ଦେଖେଇକି ଯମୁନା ନଦୀରେ ଡଙ୍ଗା ଖୋଲେଇ ଦେଲି, ଇଏ ନଦୀର ମଝିରେ ନୌକା ଚାଲିଛି। ଏଇ ନଈ ମଝିରେ ଦିନ ସରିଯିବ, ବେଳ ସରିଯିବ, ଆଉ ହେଇପାରିବନି। ମୋ ସ୍ତ୍ରୀ ସହିତ ମୋର ମିଳନ କାମନା ହେଇପାରିବନି। ସେ ସେଇଠି କଣ କଲେ? କଣ ଗୋଟେ ଅଡୁଆ ହେଇଛି କି କହୁଛନ୍ତି ନା କଣ? ସେ ସେଇଠି କଣ କଲେ? କହିଲେ ଲୋ ମା ଠିଆ ତୁ ଏଠି ବସି ପଡୁଛୁ କାହିଁକି? ଆଲୋ ମା ତୁ ସେ ନଦୀର ଯୋଉ ନୌକାର ଯୋଉ ନିୟନ୍ତ୍ରଣ ଦଣ୍ଡ ଧରିଛୁ ତାକୁ ଛାଡିଦେ। ଡଙ୍ଗା କଣ ରହିବ? ଡଙ୍ଗା ଏଠି ସ୍ଥିର ହେଇ ରହିବ। କେମିତି ସ୍ଥିର ହେଇ ରହିବ? ମୁଁ ତତେ ଗୋଟେ କଥା କହିବି, ତୁ ମୋ କଥା ଶୁଣିବୁ। କହୁନା। ବାବାଜୀ ବିଚାର କଲେ ଇଏ ତ ଅନୁଢା ଅପରୁଢା ଋତୁ ଦର୍ଶନ କରିନି, ମୁଁ ଆଉ କେମିତି କହିବି? କଣ କହିବି? ତଥାପି ନ କହିଲେ ହବନି। କହିଲେ ଲୋ ମା ଦେଖ ଡଙ୍ଗା ସ୍ଥିର ହେଲା ନା ନାଇଁ ବିଦ୍ୟା ବଳରେ? ହଁ ଡଙ୍ଗା ରହିଲା। ମୁଁ ଗୋଟେ କଥା କହିବି ମାନିବୁ? କହୁନା। ମୁଁ ତତେ ବିବାହ କରିବାକୁ ଚାହେଁ। କଣ? ଆରେ ବିବାହ ଜାଣିନୁ? ବେଦୀରେ ବରକନ୍ୟା ବସି ବାହା ହୁଅନ୍ତି। ବରକନ୍ୟା ବସି ବାହାଘର ହେଲେ କଣ ହବ? ବାହାଘର ହେଲେ ମିଳନ ହବ। ମିଳନ ହେଲେ କଣ ହବ? ପିଲା ଥିଲା ଅମଳ ହେବେ। ଅମଳ କଣ ଧାନ ନା ଚାଉଳ? ତୋର କେଇଟା ପିଲା? 12ଟା। ଆଉ ତାହେଲେ ସେଇଥିପାଇଁ କହୁଛି ଅମଳ। ଆଲୋ ମା ତୁ ଏମିତି ଗୋଟିଏ ପୁଅର ମା ହବୁ, ତୋ ପୂର୍ବରୁ କେହି ସେମିତି ପିଲା ଜନ୍ମ କରି ନଥିବେ କି କରିପାରିବେନି କି ମା ହେଇପାରିବେନି। ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେଇଯିବ, ହୋଇ ରହିବ ତୋ ପ୍ରଶସ୍ତି। ସତେ ନା କଣ? ଓ ମା ହସିଲା ଝିଅ। ବାବାଜୀ କହିଲା ଆରେ ମୋ ଠାରୁ ତ ବୋକା କେହି ନାହିଁ। ଇଏ ତ ଅନୁଢା ପ୍ରୌଢା ଝିଅ, ଇଏ ପ୍ରେମ କଣ ଜାଣିଛି ନା? ଆପଣ ଗୋଟେ 5-7 ବର୍ଷର କି 8-10 ବର୍ଷର ନାତୁଣୀକି ବାହା ହେଲେ କହିବେ ସେ ହସିଦବ ନା? ଇଏ ଏଇଠି ଋଷିଙ୍କର କେତେ ଶକ୍ତି ଆଜ୍ଞା। କହିଲେ ଠିକ ଅଛି, ଏ ଝିଅ ଅନୁଢା ତ ୟାକୁ ଗଙ୍ଗ ନଦୀରେ ଯୌବନ ଢେଉ ଖେଳେଇବା। ଯୌବନ ଢେଉ ଖେଳେଇବା କେମିତି ବାପା ଯୌବନ ଢେଉ ଖେଳିବ? ବାବାଜୀଙ୍କ ସାମର୍ଥ୍ୟ କେତେ? ନଦୀରୁ ପାଣି ମୁଣ୍ଡିଏ ଧରିଲେ
କହିଲେ ଇଏ ମନ୍ତ୍ରଣ ବାରି ସିଞ୍ଚିଲେ श्रोता 5000 लोक श्रोता हिसाब रे दर्शक हिसाब रे बसिले आमे खुशी होनु 5 जन बसंतु 50 जन बसंतु जदि नीरव रे बसिले जेडे बड़ गायक होता मुंड नईची तेणु आपण माने जेतिकी बसंती प्रकृत आह्लाद दानकारी श्रोता योग्य जने जने पाला समीक्षक कहिले अत्युक्ति हेबा नाही कि मोर बरण्य विद्वान मंडली गंगा ए जमुना नदी पानी मुंदिए नहीं जो अभिमंत्रित कर छाड़ी झीर अंग को यौवनावती हो जाए आह्वान करुँच किए से ऋषि